ଯଜ୍ଞକୁଣ୍ଡରେ ଜଳୁଛି ହୋମନିଆ, ପଡୁଛି ହାତଗଣ୍ଠି, ବାଜୁଛି ବାଜା ଓ ଶଙ୍ଖ ସହ ହୁଳହୁଳିରେ ପ୍ରକମ୍ପିତ ହେଉଛି ପରିବେଶ। ତୁହାକୁ ତୁହା ଚାଲିଛି ବ୍ରାହ୍ମଣଙ୍କ ମନ୍ତ୍ରଧ୍ୱନି। ସମ୍ପୂର୍ଣ୍ଣ ପାରମ୍ପରିକ ରୀତିନୀତିରେ ଚାଲିଛି ବାହାଘର। ତେବେ ଇଏ କୌଣସି ମଣିଷ ବାହାଘର ନୁହେଁ, ଉଭୟ ବରକନ୍ୟା ପକ୍ଷ ଥାଇ ଚାଲିଛି ଗଛ ବାହାଘର। ମାଲକାନଗିରି ଜିଲ୍ଲା MV 79 ଗ୍ରାମ ଜଳସେଚନ କଲୋନୀଠାରେ ବରଗଛ ଓ ଓସ୍ତଗଛର ବାହାଘର ହେଉଛି। ବରଗଛ ବର ସାଜିଥିବା ବେଳେ ଓସ୍ତଗଛ କନ୍ୟା ସାଜିଥିଲା। ବଡ଼ ଧୁମ୍ଧାମ୍ରେ ସମସ୍ତ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା ଏହି ବାହାଘର। ପୁରୁଣା ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ବୃକ୍ଷ ବାହାଘର କରାଯାଇଥାଏ। ବରଗଛକୁ ନାରାୟଣ ଓ ଓସ୍ତଗଛକୁ ଲକ୍ଷ୍ମୀ ବୋଲି କୁହାଯାଏ। ବିଶ୍ୱାସ ରହିଛି ଏହି ଦୁଇ ଗଛର ବାହାଘର କଲେ ଅଶେଷ ପୁଣ୍ୟ ମିଳିଥାଏ, ଯାହାର ଆଧାରରେ ବେଶ୍ ଧୁମ୍ଧାମ୍ରେ ଏହି ଗଛ ବାହାଘର କରାଯାଇଥାଏ। ତା ସହିତ ଭୋଜି ଭାତର ଆସର ମଧ୍ୟ ଜମିଥାଏ। ଆଉ ନିମନ୍ତ୍ରିତ ଅତିଥି ମଧ୍ୟ ଆସି ବାହାଘରରେ ଯୋଗଦାନ କରିଥାନ୍ତି। ଏହି ବାହାଘରରେ ଅନେକ ଲୋକ ଯୋଗ ଦେଇଥିଲେ। ପରିବେଶକୁ ଭଲ ପାଇବା ଓ ଗଛକୁ ସୁରକ୍ଷା ଦେବା ନେଇ ଏହି ବରଗଛ ଓ ଓସ୍ତଗଛକୁ ବାହାଘର କରାଯାଇଛି, ଯାହା ସମାଜକୁ ଏକ ନୂଆ ବାର୍ତ୍ତା ପହଞ୍ଚାଇବ। ମଧୁସୂଦନ ରାଉତଙ୍କ ଝିଅ ରୂପେ ଓସ୍ତ ଓ କେ ମାଧବ ରେଡ୍ଡିଙ୍କ ପୁଅ ରୂପେ ବରଗଛ ବିବାହ ହୋଇଛି। ମାଲକାନଗିରିରୁ ରାଜେଶ କୁମାର ଓଝାଙ୍କ ରିପୋର୍ଟ, ନ୍ୟୁଜ୍ ଲୋପେତା।